ହ୍ୟାଲୋ ଫ୍ରେଣ୍ଡ, ସିନ୍ଦୁର ଖେଳ ସିରିଏଲରେ ଆଗାମୀ ଅଧ୍ୟାୟରେ ଆପଣମାନେ ଦେଖିବାକୁ ପାଇବେ ଦିବ୍ୟାର ଜନ୍ମଦିନ ଥିଲା ଓ ସେ ସୌଭାଗ୍ୟକୁ ୱେଟ୍ କରିଥିଲେ, କିନ୍ତୁ ସୌଭାଗ୍ୟ ଆସିଲେ ନାହିଁ। ବହୁତ ଲେଟ୍ରେ ସୌଭାଗ୍ୟ ଆସିଲେ। ଦିବ୍ୟା ପୁରା ତାଙ୍କ ପାଖରେ ପୁରା ରାଗି ଯାଇଛନ୍ତି, ପୁରା ତାଙ୍କ ପାଇଁ ଫାୟାର ହେଇଯାଇଛନ୍ତି। କ'ଣ ଦିବ୍ୟା ସୌଭାଗ୍ୟକୁ କ୍ଷମା କରିଦେବ? ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଚ୍ୟାନେଲରେ ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ନୋଟିଫିକେସନ୍ ବେଲକୁ କ୍ଲିକ୍ କରି ଦିଅନ୍ତୁ, ଯାହାଫଳରେ ସିନ୍ଦୁର ଖେଳ ସିରିଏଲରେ ଆଗାମୀ ଅଧ୍ୟାୟରେ କ'ଣ ହେବ ଆପଣମାନେ ଜାଣିପାରିବେ। ତେବେ ଦିବ୍ୟାର ଜନ୍ମଦିନ ଥିଲା, ସେ ସୌଭାଗ୍ୟକୁ ଜଗିଥିଲେ। ସୌଭାଗ୍ୟ ଆସିଲେ ସେମାନେ କେକ୍ କାଟିବେ ଏଣ୍ଡ ଡିନର ପାଇଁ ବାହାରକୁ ଯିବେ। ଆନ୍ୟା ମଧ୍ୟ ସୌଭାଗ୍ୟକୁ ଜଗି ଜଗି ତାଙ୍କର ନିଦ ହୋଇଗଲା, ସେ ଶୋଇଗଲେ। ସୌଭାଗ୍ୟ ଆସିବାରେ ବହୁତ ଲେଟ୍ ହେଇଗଲା। ସେତିକି ସମୟରେ ଯେତେବେଳେ ସୌଭାଗ୍ୟ ଘରକୁ ଆସିଛନ୍ତି, ଦିବ୍ୟା କହିଲା, ମୁଁ ତୁମକୁ ଗୋଟିଏ ଦିନ ସମୟ ମାଗିଥିଲି, ତୁମେ ତାକୁ ବି ଦେଲ ନାହିଁ। କିନ୍ତୁ ସୌଭାଗ୍ୟ କହୁଛନ୍ତି, ଶୁଣ ଟିକେ ମୋ କଥା। କିନ୍ତୁ ଦିବ୍ୟା ତାଙ୍କ କଥା ଶୁଣିବାକୁ ନାରାଜ। ସେ ନିଜେ କେକ୍କୁ ନିଜ ହାତରେ କାଟିଦେଲେ। ପୁରା ରାଗରେ ଜଳିଯାଇ ସେ ନିଜେ ନିଜର କେକ୍କୁ ନିଜ ହାତରେ କାଟି ହାପି ବାର୍ଥଡେ ଟୁ ମି ବୋଲି ସେ ନିଜେ ପୁରା ରାଗରେ କେକ୍କୁ କାଟିଦେଲେ ଓ ସୌଭାଗ୍ୟକୁ ଖୁଆଇବାକୁ ଯାଉଥିଲେ, କିନ୍ତୁ ସୌଭାଗ୍ୟକୁ ପାଟି ପାଖକୁ ନେଇକି ପୁଣି ନେଇ ଆସି ନିଜେ ଖାଇଦେଲେ। ଏହା ଦେଖି ଆଦ୍ୟା ବହୁତ ମନ ଦୁଃଖ କରୁଛନ୍ତି। ଏପରି ତାଙ୍କର ଦିବ୍ୟାଙ୍କର ଏପରି ଅବସ୍ଥା ଦେଖି କ'ଣ ଦିବ୍ୟା ସୌଭାଗ୍ୟକୁ କ୍ଷମା କରିଦେବେ? ଜାଣିବା ପାଇଁ ମୋ ଚ୍ୟାନେଲ ସହିତ ଯୋଡ଼ି ହୋଇଥାନ୍ତୁ। ଚ୍ୟାନେଲରେ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ନୋଟିଫିକେସନ୍ ବେଲକୁ କ୍ଲିକ୍ କରି ଦିଅନ୍ତୁ। ଭିଡ଼ିଓଟିକୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଓ ନିଜ ଫ୍ରେଣ୍ଡସ୍କୁ ସେୟାର କରନ୍ତୁ।